उपस्थित आमମାନଙ୍କର ଗୋଷ୍ଠୀ ଉନ୍ନୟନ ଅଧିକାରୀ ତେନ୍ତୁଳି ଖୁଣ୍ଟି ପୁଣି ଆମମାନଙ୍କର ଗତିକୁଟ ସ୍କୁଲର ସଭାପତି ମହାଶୟ ପୁଣି ତେନ୍ତୁଳି ଖୁଣ୍ଟି ଶିକ୍ଷା ବିଭାଗର ଶିକ୍ଷା ନିରୀକ୍ଷକ ମହୋଦୟ ପୁଣି ଉପସ୍ଥିତ ଭଦ୍ର ବ୍ୟକ୍ତି ଆଜି ଆମ ବାର୍ଷିକ ସାଂସ୍କୃତିକ ଦିବସର ଉଦ୍ଘାଟନ କାର୍ଯ୍ୟକ୍ରମରେ ଆମମାନଙ୍କର ସ୍କୁଲ ସଭାପତି କାର୍ଯ୍ୟରେ ରହିବେ ପୁଣି ଆମମାନଙ୍କର ମୁଖ୍ୟ ଅତିଥି ତେନ୍ତୁଳି ଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ହେବେ ପୁଣି ଆମମାନଙ୍କର ସମ୍ମାନୀୟ ଅତିଥି ଶ୍ରୀ ପ୍ରଭାତ ବାରିଙ୍କ ଦ୍ୱାରା ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ମୁଁ ସେମାନଙ୍କୁ ବିଶେଷ ଅନୁରୋଧ କରୁଛି। स्कूल एसआई आमर तेतुलखुंडी ब्लॉक तथा आमर ग्रामवासी वृंद एवं आमर स्कूल शिक्षक एवं शिक्षयित्री वृंद आज मु समस्त को धन्यवाद जनाऊँगी ये गोटे छोटिया गाँव रे आमर जो आज आमर आपण मैंने देखा पाँच ये प्रकार लोक समागम तथा ये लोक मान खुशी बासी जो दिन आज आसी पिला मानकर एटा मु भी गर्व अनुभव करुची मु भी स्कूल रो पिला मु भी स्कूल रे ए नाचुथिलु गाउथिलु आज ये जो लोक माने कौनसी निशा पान करी जो निजर व्यक्तित्व को भूली जाई जो जिनिस गुड़ाक से माने निजे खाई देहर क्षति करचंती तथा ग्रामर क्षति करचंती एवं तांकर परिवार मध्य क्षति करचंती ताकू एई पिला मानकर गोटे शिक्षा माध्यम रे हमर वीडियो महोदयकर प्रेरणा रे आज अनुष्ठित होबाक जाउची गोटे छोटिया गीतनाट्य आ मु सभापति हिसाब रे मो वीडियो को धन्यवाद जनाउची जेतु तांकर अमूल्य समय नष्ट करी आज हमर एई जगह रे पदार्पण करचंती एटा हमर ग्राम पई तथा यही आम पंचायत गोटे गौरवमय दिन तथा आमर गोटे अभूला स्मृति कहले अत्युक्त हेबनी जेहेतु आम दीर्घ 4-5 वर्ष है किसी ना किसी सांस्कृतिक कार्यक्रम करतु आमर वीडियो महाशयकर जिते आमर पूर्व थे कौन समय बाहन करी कि कौन माने आड़ देखा आसु नथिले किंतु वर्तमान से जड़े निस्वार्थर लोक एवं जे माने आमको जो से निजर समय दान करचंती तेणु करी मु आम ग्रामवासी तरफ एवं मो स्कूल पिला मान तरफ एवं एई ब्लॉक रो शिक्षक शिक्षयित्री तरफ धन्यवाद ज्ञापन करुछि। एही विद्यालयटी तेंतुलीखुंटी ब्लॉक ठारू प्राय 15 किलोमीटर दूर अवस्थित ग्रामर केतेक जन भद्र व्यक्ति द्वारा आप्राण उद्यम फल तारीख 11/7/59 तारीख में स्थापन कर विद्यालय प्रथम शिक्षक थे श्री भास्कर महापात्र से प्राय 15 जन छात्र छात्री को नहीं विद्यालय कार्य आरंभ करते विद्यालय प्रथम छात्री प्रतिमा देवी और छात्र थे मधुसूदन बरछा ग्रामवासी सहयोग प्रथम विद्यालय एक चाल आरंभ कर वर्तमान स्कूल गोटे टीण घर और गोटे पक्का घर अर्थनिर्मित अवस्था रही शिक्षक श्री भास्कर महापात्र प्रथम 11/7/59 तारीख रु 31/8/64 तारीख जाए कार्य करथिले तापरे श्री नीलांबर पंडा तारीख 1/9/64 ठारू 12/5/67 जाए थिले पुणी श्री भास्कर महापात्र 3/5/67 ठारू 7/3/71 जाए थिले श्री रत्नाकर विषय
1871 ଠାରୁ 1973 ଯାଏ କାର୍ଯ୍ୟରତ ଥିଲେ। ପୁଣି ତୃତୀୟ ଥର ପାଇଁ ଶ୍ରୀ ଭାସ୍କର ମହାପାତ୍ର 2873 ବିଦ୍ୟାଳୟ ସମ୍ମାନୀୟ ମୁଖ୍ୟ ଅତିଥି ଆମର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହୋଦୟ ଆଉ ଏହି ବିଦ୍ୟାଳୟର ଶିକ୍ଷକ ଛାତ୍ରଛାତ୍ରୀ ଉପସ୍ଥିତ ଭଦ୍ର ବ୍ୟକ୍ତି ଆଖପାଖରୁ ଆସିଥିବା ଜ୍ଞାନୀ ସୁଧୀବୃନ୍ଦ ଏବଂ ମା ଭାଇ ଭଉଣୀ ସମସ୍ତେ ଆଜି ଗୋତିପୁଟ ଉପର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆପଣଙ୍କୁ ଏକ ସୁନ୍ଦର ନାଟ୍ୟ ଗୀତିନାଟ୍ୟ ଶ୍ରୀକୃଷ୍ଣ ଜନ୍ମ ଦେଖିପାରୁଛନ୍ତି। ସେମାନେ ତ ପାଠ ପଢୁଥିଲେ ଏବଂ ଶିକ୍ଷକମାନେ ପାଠ ପଢାଉଛନ୍ତି ମଧ୍ୟ ଏବଂ ଏ ପାଠ ପଢା ସାଙ୍ଗରେ ସେମାନେ କୋ କାରିକୁଲାର ଆକ୍ଟିଭିଟି ସାଂସ୍କୃତିକ କାର୍ଯ୍ୟକ୍ରମ କିଛି କିଛି ସେମାନେ ଶିଖାଉଥିବା ଯୋଗୁଁ ସେମାନେ ଆପଣ ମାନଙ୍କର ମନକୁ ଖୁସି କରିବା ପାଇଁ ବର୍ତ୍ତମାନ ସେ ସାଂସ୍କୃତିକ କାର୍ଯ୍ୟକ୍ରମ ସେମାନେ ଦେଖିବାକୁ ଯାଉଛନ୍ତି। ସେଥିପୂର୍ବରୁ ମୁଁ ଆଉ ଟିକେ କହୁଛି ଯେ এই ଛୋଟ ଛୋଟ ପିଲାମାନେ ଯେଉଁମାନେ ଅଛନ୍ତି ଯେଉଁମାନେ କାର୍ଯ୍ୟକ୍ରମ ଦେଖେଇବେ ଆପଣଙ୍କ ପିଲା କାହିଁକି ସେ କାର୍ଯ୍ୟକ୍ରମ କରିପାରିବ ନାହିଁ। ଯଦି ଆପଣଙ୍କର ପିଲା ଘରେ ରହିଯିବ ତାହେଲେ ଆମେ ଶିକ୍ଷକ ବନ୍ଧୁମାନେ କିଛି ଦେଖାଇ ପାରିବେ ନାହିଁ। ବିଶେଷ କରି ଏହି ଅଞ୍ଚଳ ତେନ୍ତୁଳିଖୁଲ ବ୍ଲକର ପ୍ରାୟ 29,000 ଆଦିବାସୀ ଲୋକ ରହୁଛନ୍ତି ପଢୁଛନ୍ତି ଏବଂ ଝିଅ ପିଲା କମି ଯାଉଛନ୍ତି। କାହିଁକି ଦେଖନ୍ତୁ, ଗୋଟେ ପକ୍ଷୀର 2ଟି ଡେଣା ଅଛି। ଯଦି ଗୋଟେ ଡେଣା ଦୁର୍ବଳ ହେଇଯିବ ଏବଂ ଆଉ ଗୋଟେ ଡେଣା ଯେତେ ସବଳ ହେଲେ ମଧ୍ୟ ପକ୍ଷୀଟି ଉଡି ପାରିବ ନାହିଁ। ସେମିତି ପୁଅ ଆଉ ଝିଅ ଏ 2 ଜଣ ଯାକ ଯଦି ଶିକ୍ଷିତ ନ ହୁଅନ୍ତି ବିଦ୍ୟାଳୟକୁ ନ ଆସନ୍ତି ତାହେଲେ ଆମ ସମାଜର ଉନ୍ନତି ହେଇପାରିବ ନାହିଁ। ସେଥିପାଇଁ ଝିଅ ପଢିବାକୁ ପଡିବ, ପୁଅ ପଢିବାକୁ ପଡିବ। ଆମର ଗୋଟେ ଧାରଣା ଅଛି ଯେ ଝିଅମାନେ କାହିଁକି ପାଠ ପଢିବେ, ସେମାନଙ୍କ ତ ଘରେ ସବୁ ରହିବା କଥା। ସେମିତି ନାହିଁ, ସେମାନେ ସ୍କୁଲକୁ ନିଶ୍ଚିତ ଭାବେ ଆସିବେ ଏବଂ ସେମାନେ ପାଠ ପଢିବେ, ତେବେ ଯାଇ ସେମାନଙ୍କର ଘର ସୁନ୍ଦର ଭାବେ ସଜାଇ ପାରିବେ। ଆଉ ମଧ୍ୟ କିଛି କହିପାରୁନି। ଉପସ୍ଥିତ ଅନ୍ୟାନ୍ୟ ଶିକ୍ଷକ ବନ୍ଧୁ ତଥା এই ଗାଁର ମା ଭଉଣୀ ଓ ଭାଇମାନେ, ମୁଁ ଆପଣମାନଙ୍କ ସମସ୍ତଙ୍କୁ ବିଶେଷ କରି ସ୍କୁଲର ଶିକ୍ଷକ, ସ୍କୁଲର ସଭାପତି ଏବଂ এই ଗ୍ରାମବାସୀଙ୍କୁ ଧନ୍ୟବାଦ ଦଉଛି ଯେ ଆପଣମାନଙ୍କ ସହିତ କିଛି ସମୟ କଟାଇବା ପାଇଁ ମୋତେ ଆପଣମାନେ ସୁଯୋଗ ଦେଇଛନ୍ତି। ଅତି ସୁଖର କଥା, ବହୁତ ଖୁସିର କଥା ଯେ ଛୋଟ ଛୋଟ ପିଲାମାନଙ୍କର ସୃଜନଶୀଳତା ଏବଂ ସେମାନଙ୍କର କଳାର ପ୍ରଦର୍ଶନ ପାଇଁ ସେମାନଙ୍କୁ ଗୋଟେ ସୁଯୋଗ ଦେବା ପାଇଁ ଆଜି ଏ ସାଂସ୍କୃତିକ ଉତ୍ସବର ପରିକଳ୍ପନା କରାଯାଇ ଏ ସ୍କୁଲର ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଏକ ଗୀତିନାଟ୍ୟ ପରିବେଷଣର ବ୍ୟବସ୍ଥା କରାଯାଇଛି। ସ୍କୁଲରେ ଆମର ଯେଉଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଛି, ମୁଖ୍ୟ କାର୍ଯ୍ୟକ୍ରମଟି ତ ହେଲା ବିଦ୍ୟାଭ୍ୟାସ, ସେଇଟା ତ ଚାଲିବ। ତାକୁ ଛାଡ଼ି ଆମର ଅନ୍ୟାନ୍ୟ ବିଷୟ ଗୁଡ଼ିକ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ, ଯଥା ଖେଳକୁଦ। କାରଣ ଶାରୀରିକ ପୁଷ୍ଟିଟା ନ ରହିଲେ ଆମର ମାନସିକ ଅଭିବୃଦ୍ଧି ହୋଇପାରିବ ନାହିଁ ଏବଂ ମାନସିକ ଅଭିବୃଦ୍ଧି ପାଇଁ ଆମକୁ ବିଦ୍ୟାଭ୍ୟାସ ଭିନ୍ନ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଛୋଟ ଛୋଟ ପିଲାମାନଙ୍କୁ ଉଦ୍ବୁଦ୍ଧ କରାଇବାକୁ ପଡ଼ିବ। ସେଗୁଡ଼ିକ ହେଲା ସେମାନଙ୍କ ମଧ୍ୟରେ କେତେକଙ୍କ ମଧ୍ୟରେ କଳା, ଅନ୍ତର୍ନିହିତ କଳା ସବୁ ଥାଏ, ତାକୁ ଉଜ୍ଜୀବିତ କରିବା ପାଇଁ ଏମିତି ନାଚ ଗୀତର କାର୍ଯ୍ୟକ୍ରମ, ନାଟକର କାର୍ଯ୍ୟକ୍ରମ ଇତ୍ୟାଦି କରିବା ପାଇଁ ପଡ଼ିବ ଏବଂ ତା ମାଧ୍ୟମରେ ମଧ୍ୟ ସେମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ଦିଆଯାଇପାରିବ। ଛୋଟ ପିଲାଟିକୁ ସବୁବେଳେ ପାଠ ପଢ କହିଲେ ସେଇଟା ତା ପାଇଁ ଗୋଟେ ବୋଝ ବନିଯାଏ। ସବୁବେଳେ ଖେଳିବା ପାଇଁ କହିଲେ ହୁଏତ ସେ ଶାରୀରିକ ଦୃଷ୍ଟିକୋଣରୁ ହାଲିଆ ହୋଇଯାଇପାରେ, କିନ୍ତୁ ଏମିତି ନାଚ ଗୀତ ମାଧ୍ୟମରେ ତା ମନକୁ ଭୁଲେଇ
ତା ଭିତରେ କିଛି ଭଲ କଥା ଭର୍ତ୍ତି କରିବା ପାଇଁ ଚେଷ୍ଟା କଲେ କୋମଳମତି ଶିଶୁର ମନରେ ସେଇ ସବୁ ସତେ ଯେମିତି ଛାପି ହୋଇ ରହିଯାଇଥାଏ। ତେଣୁ ଆପଣମାନେ ଆମର ଯେମିତି ବ୍ଲକ বা পঞ্চায়েত সমিতি কার্যালয় রয়েছে, পঞ্চায়েত সমিতিরে সেমতি গোটে সমন্বিত শিশু বিকাশ যোজনা রয়েছে। সেঠিও যে ভৌণী মানে রয়েছেন কর্মী ভৌণী মানে আপনার গাঁরে বি গোটে অছি তার আমার কেন্দ্র। সেটি আমি সবুলে চেষ্টা করে থাও যে গোটে প্রাথমিক স্কুল কু যা পূর্বরু ছোট পিলাটে মনরে বিভিন্ন প্রকার অভিনয়, গীত এবং অন্যান্য অঙ্গভঙ্গি মাধ্যমে প্রাক বিদ্যালয় শিক্ষা দেওয়া পাই। প্রাক বিদ্যালয় শিক্ষার অর্থ হলা যে বিদ্যালয়କୁ ଯିବା ପୂର୍ବରୁ ଛୋଟ ପିଲାଟେ ମନରେ ପାଠ ପଢିବାର ଗୋଟେ ମନୋବୃତ୍ତି ସୃଷ୍ଟି କରିବା ପାଇଁ ତାକୁ ପ୍ରାକ ବିଦ୍ୟାଳୟ ଶିକ୍ଷା ଦିଆଯାଇଥାଏ। ତେଣୁ ବିଦ୍ୟାଳୟକୁ ଆସିବା ପରେ ମଧ୍ୟ ଅର୍ଥନୈତିକ କାରଣରୁ ଏବଂ ସାମାଜିକ କାରଣରୁ ଛୋଟ ପିଲାଟେ ର ଯେତିକି ଅଭିବୃଦ୍ଧି ହେବା କଥା ମାନସିକ ଏବଂ ଶାରୀରିକ ସେତିକି ହେଇପାରେ ନାହିଁ। ତେଣୁ ତାକୁ କେବଳ ଅକ୍ଷର ଶିକ୍ଷା ଦେଇ ପାଠ ପଢିବା ପାଇଁ ବାଧ୍ୟ ନ କରି ତାକୁ ଏମିତି ନାଚ, ଗୀତ, ଅଭିନୟ ଇତ୍ୟାଦି ମାଧ୍ୟମରେ ତା ଭିତରେ ପାଠ ପଢାର ଗୋଟେ ମନୋବୃତ୍ତି ସୃଷ୍ଟି କରିବା ପାଇଁ ମୁଁ ଆମ ଉପସ୍ଥିତ ଶିକ୍ଷକ ମାନଙ୍କୁ ଅନୁରୋଧ କରିବି। ଦ୍ୱିତୀୟ ସମସ୍ୟା ହେଲା ଆପଣ ମାନେ ଯୋଉ ନିଶା ଦ୍ରବ୍ୟ ପାନ କରୁଛନ୍ତି। ସରକାର ଆମର ଦିନକୁ 8 ଘଣ୍ଟା ପରିଶ୍ରମ କଲେ 25 ଟଙ୍କା ମଜୁରୀର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ବା ଆପଣ ମାନେ ହୁଏତ 8 ଘଣ୍ଟା ପରିଶ୍ରମ କରିବା ପାଇଁ ଶାରୀରିକ ଦୃଷ୍ଟିକୋଣରୁ ଯୋଗ୍ୟ ନୁହନ୍ତି। ସେଥିପାଇଁ ହୁଏତ ଏ ଅଞ୍ଚଳରେ କେହି 15 ଟଙ୍କାରୁ ଅଧିକ ଆପଣ ମାନଙ୍କୁ ପାରିଶ୍ରମିକ ରୂପେ ଦେଉନାହାନ୍ତି। ତଥାପି ଯୋଉ 15 ଟଙ୍କା ଆପଣ ପାଉଛନ୍ତି ସେଥିରୁ ଆପଣ ହୁଏତ ହଜେଇ ଦଉଛନ୍ତି ବା ବେଳେ ବେଳେ ଘରେ ନେଇକି ଦଉଛନ୍ତି। ତେଣୁ ଆପଣ ମାନଙ୍କୁ ମୁଁ ଅନୁରୋଧ କରୁଛି ଆପଣ ମାନେ ମଦ ପିଅନ୍ତୁ ନାହିଁ ଏବଂ ଯୋଉମାନେ ମଦ ରାନ୍ଧୁଛନ୍ତି ଯିଏ ମଦ ରାନ୍ଧୁଛି ତାକୁ ବି ମନା କରନ୍ତୁ। କିନ୍ତୁ ଆଇନ ବା ଆପଣ ଯାଇକି ପୋଲିସ ଷ୍ଟେସନରେ କହିବେ ଏବଂ ପୋଲିସ ଷ୍ଟେସନରେ ଯଦି କିଛି କରୁନାହାନ୍ତି ତାହେଲେ ଆପଣ ମତେ ବା ଜିଲ୍ଲା ଏସ୍ପିଙ୍କୁ ସିଧାସଳଖ ଲେଖିପାରିବେ। ଆଜି ଆମର ସଭାରେ ନିଷ୍ପତ୍ତି ହେଇଛି। ତେଣୁ କିନ୍ତୁ ତାକୁ ପିଟାମରା କରିବେ ନାହିଁ କି ଆଇନକୁ ନିଜ ହାତକୁ ନେବେ ନାହିଁ ଏବଂ ଯିଏ ରାନ୍ଧୁଛି ତାକୁ ମନା କରିବା ପୂର୍ବରୁ ନିଜେ ଯେମିତି ମଦ ପିଇବେ ନାହିଁ ସେଇଟା ଟିକେ ପ୍ରଥମେ ଦେଖିବେ। ନିଜେ ପ୍ରଥମେ ଆମେ ଯଦି ମଦ ପିଇବା ନାହିଁ, ଲୋକଟେ ମଦ ରାନ୍ଧିଲେ ସେ କଣ କରିବ? ସେ ନିଜେ ଯେତିକି ପିଇବ। ତେଣୁ ଆମେ ପ୍ରଥମେ ନିଜେ ଚିନ୍ତା କରିବାକୁ ପଡିବ ଯେ ଆମେ ମଦ ପିଇବା ନାହିଁ ଏବଂ ଆମ ପିଲାମାନଙ୍କୁ ସ୍କୁଲକୁ ପଠେଇବା, ତାକୁ 2 ଅକ୍ଷର ଶିକ୍ଷା ଦେବା। এই দুইটি কথা ଆପଣ ଶିଖି ସାରିବା ପରେ ଆପଣ ମାନେ ଠକେ ହେବେ ନାହିଁ। ଆପଣ ପାଖରେ 2 ପଇସା ରହିବ, ତାହେଲେ ଆସ୍ତେ ଆସ୍ତେ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକ ବିଷୟ ଆପଣ ବୁଝିପାରିବେ ଏବଂ ଆସ୍ତେ ଆସ୍ତେ ଆପଣଙ୍କ ସମସ୍ୟା ବି ସମାଧାନ ହେବ। ବନ୍ଧୁଗଣ, ଯୋଉମାନେ ଶିକ୍ଷିତ, ଏଇଟା ତ ମୁଁ ମୋର ମୋଡ଼ି ମୁଣ୍ଡିଆ ଭାଇମାନଙ୍କ ପାଇଁ କହିଲି। ଯୋଉମାନେ ଶିକ୍ଷିତ ଅଛନ୍ତି ସେମାନଙ୍କୁ ଗୋଟେ ପଦେ କହିବି ଯେ ଆମେ ଯୋଉମାନେ ଶିକ୍ଷିତ ଅଛେ 2 ଅକ୍ଷର ପାଠ ପଢିଛେ ସେମାନଙ୍କ ନୈତିକ କର୍ତ୍ତବ୍ୟ ହଉଛି ଆମ ଚାରିଆଡେ ଯୋଉ ଅଶିକ୍ଷିତ ଲୋକ, ନିରକ୍ଷର ଲୋକ ଅଛନ୍ତି ସେମାନଙ୍କୁ 2 ଅକ୍ଷର ଶିଖେଇବା। ଆମେ ଗୋଟେ ସମ୍ପୂର୍ଣ୍ଣ ସ୍ୱାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଲୋକଙ୍କୁ, ସେ ବୁଢା ହଉ, ବୁଢୀ ହଉ, ଛୋଟ ପିଲା ହଉ, ବିଦ୍ୟା ଗୋଟେ ଏମିତି ଧନ ଆପଣ ମାନେ ଥରେ ଶିଖିଲେ ତାକୁ କେହି ଚୋରି କରିକି ନେଇ ପାରିବ ନାହିଁ। ତେଣୁ ଆପଣ ମାନେ ସମସ୍ତେ ଆପଣ ମାନଙ୍କ ପିଲାମାନଙ୍କୁ ସ୍କୁଲକୁ ପଠାନ୍ତୁ ଏବଂ ଯେମିତି ହେଲେ ଗୋଟିଏ ଓଳି ଖାଆନ୍ତୁ, ଗୋଟିଏ ଓଳି ଭୋକରେ ଶୁଅନ୍ତୁ ସିନା ଆପଣ ମାନଙ୍କର ପିଲାମାନଙ୍କୁ ପାଠ ପଢାନ୍ତୁ। ସରକାର ବିଶେଷ କରି ଆମର ଆଦିବାସୀ ହରିଜନ ଭାଇ ମାନଙ୍କ ପାଇଁ ବହୁତ ସୁଖ ସୁବିଧା ରଖିଛି। ସେମାନଙ୍କର ଉନ୍ନତି ପାଇଁ ସେମାନଙ୍କ ପିଲା ପାଠ ପଢିଲେ ଆପଣଙ୍କ ଯେମିତି ଏମିତି ଗୋଟେ ହଷ୍ଟେଲ ଅଛି ଏବଂ ଏହାଠୁ ଆହୁରି ଉପରକୁ ଗଲେ ଆଉ ଷ୍ଟାଇପେଣ୍ଡ ଏବଂ ଭଲ ଭଲ ସ୍କୁଲ କଲେଜର ବି ବ୍ୟବସ୍ଥା ଅଛି। ତେଣୁ ଆପଣ ମାନେ ଯଦି ପାଠ ପଢେଇବେ, ତେଣୁ ଏଇ ସୁଯୋଗରେ ଆପଣ ମାନ ସମସ୍ତଙ୍କୁ, ଏଇ ଗ୍ରାମବାସୀ ସମସ୍ତଙ୍କୁ ଏମିତି ଗୋଟେ କାର୍ଯ୍ୟକ୍ରମ କରିଥିବାରୁ ଏବଂ ଏଇ ଉତ୍ସବର ଉଦ୍ୟୋକ୍ତା ଆମର ଶିକ୍ଷକ ତଥା ଆମ ସ୍କୁଲ ସଭାପତିଙ୍କୁ ପୁଣି ଥରେ ଧନ୍ୟବାଦ ଦେଉଛି ଏବଂ ଆପଣ ମାନେ ସମସ୍ତେ ବି ଉଦ୍ବିଗ୍ନ ହୋଇ ଅପେକ୍ଷା କରିଥିବେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ। ଆପଣ ମାନଙ୍କୁ ସମସ୍ତଙ୍କୁ
आम मान सहित सहयोग करी एई गाँव उन्नति पाई एवं एई पंचायत समितिर उन्नति पाई कार्य करिवा पाई अनुरोध करी रहउछि। धन्यवाद। तथा एई दिनटी आम मान जीवन में अभूला स्मृति रही कारण आज जो सभा आपण मान जो आसी तथा शिक्षक शिक्षयित्री एवं ग्रामवासी गहल तेणु मो ग्रामवासी तरफ तथा छात्र छात्री सभापति हिसाब से तरफ तथा ये समस्त उत्साही आम ग्राम मैनेजमेंट कमिटी युवक मान तरफ मो वीडियो महाशय को तथा अन्य समस्त उत्साही भाई मान को धन्यवाद जन आज कार्यक्रम आरंभ करने निर्देश दूसरी। जय हिंद। गीतिनाट्य प्रारंभ देखंतु हास्य रसात्मक नाटक मत छाड़ पाठ पढ़। अंतर जाओ चांद दिखे जाओ
त्याचे तुम्ही चाकरी तुमच्यावरती चाकूस चांगलं काय आहे हा त्याला चाकूस हडी उचल चाकूस चांगलं काय आहे हा मी सुद्धा आमदार त्याला चाकूस आपण देतो बा अच्छा अच्छा ह्याची मान खंड काय लागली आपण सदा लागते हा गीत गा 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 करायला लागला नाही
କେନ୍ତା ଲୋକ ଡାକଲା ଆରେ କେତେ ସନ୍ତା ତୋର ପୁଅ ଟଙ୍କା ପଠେଇଥିଲେ ଏ ସନ୍ତକ ସନ୍ତ ନାଇଁ ତ ଜଣେ ଆଜ ପଚ ଚାବି ଆରେ ଶୋଳା ତୁମେ ଶୋଳା ଟିପଟା ସନ୍ତୁକା କମ ଦିନରେ ଆଚ୍ଛା ବାପ ଆଜି ଜାଣି କି ପড়ে ଖାଇବେ ନାଇଁ ଆକେ ତୁମେ ତ କରି ଦିଆ ହଁ କରିଦେବି ତୁମେ ଶୋଳେ ଯେତିକି ଲେଖି ପড়ি ନ ଜାଣିବ ଆମକୁ ମନରେ ହଁ ପଡୁଛି ଶୁଣ ବାପା ଜାଣିବ ମୁଁ ଏଠାରେ ପାଠ ପଢି ସାରି ଚାକିରି ଖଣ୍ଡ ପାଇଛି ପ୍ରଥମ ଦରମାରୁ ତୁମକୁ 50 ପଠେଇଛି ରେ 50 ଏତେ ତୁମର ପୁଅ ସୁମନ୍ତ ଶାନ୍ତ ମତେ ମତଲା ଚାକରି କରାଣି କି 50 ଟଙ୍କା ପଟାଇ ଦେଲା ଆସିକି ଆରେ ସେ ତାର ପ୍ରଥମ ଦରମାରୁ 500 50 ପଡିଛି ଟିପଟେ ভাল করে ধরে ওখানে রে ওখানে দুই তিনি চারি পাঁচ ଆଜି ଟିକେ ମାଲ ପାଳ ଖାଇବ ନା ଆଇରେ ଚଲବ ନା ଶୁଣ ଚେଲି ଗୋଟା ଆଣିବି ମୋ ବଟା ତମ ପାଇଁ ଜେଲି ମାଂସ ବନାଇଲେ ତତେ ଜୁଆ ଲାଗି ମୁଁ ତମ ଯିବି ତେବେ ଯା ହଉ ଏ ଟିପ ମାର ଦେଖ ଯେତେ ଦିନ थे 16 আমার পকেট এটা করে 450 টাকা সোনে যদি লেখি পড়ি জানিতান্তা মতে কোন মিলন্তা সে যা হো এ টিপ মার দেখো থিলা বদন আমার পকেট কোন করিম কিছু বুঝি পারমু शिक्षक हेले आपण को मु तो एटी केबे देखि नाही मु आज्ञा ए गार को बहुत दिन हला पाठ पढिबा गां छाडी चल जाइथिली वर्तमान पाठशाला चाकरी खंडे करची ए गार मुखिया केचकेत शांता मोर बापा मना सुमंत ओहो आपण तो आले केचकेत शांतार पो आता सुमंत बाबू तमे मासो को मासो बाबा को पाखरे 50 टका पठास दे से 50 टका केमिति चलिबे ना मु तो मासो को मासो 500 टका लेखा पठातिली ना मु भलो बाबा जाने से मासो मात्र 500 टका 50 टका लेखा है पोस्टमैन को पाती बड़ा आश्चर्य कथा नमस्कार बाबा देखिलो बाबा तमे लेके पड़ी जान बोली से तम केमती ठगिला मु तो मासु मास 500 टका लेखा पड़ाथिली से तमको 50 टका देई टिप माराई नैथिला ये मत रो सोला
मन एते टंका खाई देला रे डंग मुया काय करी तारे काय करी तारे डंग मुया पिता नाम दिला रे क्या कसोला किया नाम ले बाबू क्या कसोला मोले पे टंका देला रे डंग मुया पिता और सुनी क्या पूरा सोला नाम ले हो आता बोले हमें पूरी पूरा हम तू अरे चकला नहीं चकला नहीं आराम से खा तू क्या करूंगा बुढ़ा पाँच मास को कतरो आते लोग मौके सो कतरो चिंपी दे बाकी पैसा तो गोर कोइलू 16 कोइले तुम घरे के बिना आगो मारले कोन हो हम जदी मारबे आपन को भीतर थिबा अज्ञान मानत और जदी अगर कोई आपन को ज्ञान बनातो ये लगा के छाड़ी दियो उठो उठो तुम जाओ जमो पाठ करे ना करले न या हमर एते टंका पांजे पड़ी गलानी जे सीधा पई आजी गाज अपन को डकाईबी मास्टर आज्ञा पर बताईबी नो मास्टर आज्ञा मोर पिला मुंडा तुई कर कइले आजी लगिना में मोर तो काई कहो तू तो मास्टर आज्ञा गाज अपन को डकाईबी आजी पंद चढ़ाईबी मंद तारा मंद तारा मंद तारा माहेले पटोई देखो दिबा गई माहेले पटोई देखो दिबा गई ओले पटो बीच बटा ओले पटो बीच बटा ओले पटो बीच बटा चले टिपो चले पटो चले टिपो चले पटो ठीक नारी देखो सीरी ठीक नारी ପାରଣପତ୍ର ଗ୍ରାମର ଶିଶୁ ପାଇକ 10 ଟଙ୍କା ପ୍ରଦାନ କରିଛନ୍ତି ଅଶେଷ ଅଶେଷ ଧନ୍ୟବାଦ।